ସୁନ୍ଦରବନରେ ରହୁଥିଲା ସିଂହଟିଏ। ସେ ଖୁବ୍ ବଳବାନ ଥିଲା। ସେ ଯୋଉ ଗୁମ୍ଫାରେ ରହୁଥିଲା ସେଇ ଗୁମ୍ଫାରେ ବି ରହୁଥିଲା ଗୋଟେ ମୂଷା। ମୂଷାଟି ବାରମ୍ବାର ସିଂହର ବିଶ୍ରାମରେ ବାଧା ସୃଷ୍ଟି କରୁଥିଲା। ସିଂହ ଉପରେ ଚଢ଼ି ନାଚୁଥିଲା, ଖେଳକୁଦ କରୁଥିଲା, ହେଲେ ସିଂହ ଯେତେ ଚାହିଁଲେ ବି ମୂଷାର କିଛି କରିପାରୁନଥିଲା। ଦିନେ ସିଂହ ବଣ ରାସ୍ତାରେ ଯିବାବେଳେ ତାର ଦେଖାହେଲା ବିଲେଇ ନାନୀ। ବିଲେଇ ନାନୀ, ବିଲେଇ ନାନୀ, ରହ କହୁଛି, ରହ, ରହ କହୁଛି ତତେ। ମତେ ଦେଖିକି ପଳଉଛୁ କଣ? ତୁ କଣ ଜାଣିନୁ ମୁଁ ଏ ବଣର ରାଜା? ମୋର ଭୁଲ ହେଇଗଲା ଆଜ୍ଞା, କ୍ଷମା କରନ୍ତୁ। ନାନୀ ଲୋ, ଗୋଟେ କଥା କହିବି ରଖିବୁ? ଏତେ ସ୍ନେହରେ କହୁଛନ୍ତି ଯେତେବେଳେ ମୁଁ କଣ ମନା କରିପାରିବି? ଶୁଣୁ, ତୁ ଯାହା କହିବୁ ମୁଁ ସବୁ କରିବି, ଯାହା ମାଗିବୁ ତା ଦେବି। ମତେ ଟିକେ ସାହାଯ୍ୟ କରଲୋ ନାନୀ। ନିଶ୍ଚୟ, ମୋ ଦ୍ୱାରା ଯଦି ସମ୍ଭବ ହବ ମୁଁ ନିଶ୍ଚୟ କରିବି। ଶୁଣୁ, ଗୋଟେ ମୂଷା ମତେ ରାତି ସାରା ହଇରାଣ କରୁଛି, ଶୁଆଇ ଦଉନି। ତୁ ଯଦି ମୋ ସାଙ୍ଗରେ ମୋ ଗୁମ୍ଫାରେ ଯାଇ ରୁହନ୍ତୁ, ମୁଁ ସେ ମୂଷାଠୁ ଟିକେ ରକ୍ଷା ପାଆନ୍ତି। ହଁ, ଏ ମହାରାଜ କେମିତି କଥା କହୁଛନ୍ତି? ମୁଁ ଯାଇ ତାଙ୍କ ଗୁମ୍ଫାରେ ରହିବି? ମତେ ଯଦି ସେ ଖାଇଦେବେ? ହେଲେ ମତେ କଥା ଦିଅନ୍ତୁ, ଆପଣ ମତେ କେବେ ବି ଖାଇବେନି। ନାନୀ ଲୋ, ମୁଁ ଚାହିଁଲେ କଣ ତତେ ଏଇଠି ଖାଇପାରିବିନି? ହଁ ଆଜ୍ଞା, ଚାଲନ୍ତୁ। ବିଲେଇ ଯାଇ ଜଗିଲା ସିଂହ ମହାରାଜାଙ୍କ ଗୁମ୍ଫାରେ। ଧୀରେ ଧୀରେ ମୂଷାର ଉତ୍ପାତ କମିଗଲା। ଆଗ ଭଳି ଆଉ ମୂଷା ସିଂହ ରାଜାଙ୍କର ବିଶ୍ରାମରେ ବାଧା ସୃଷ୍ଟି କରିପାରିଲାନି। ବିଲେଇ ସିଂହର ପ୍ରିୟ ପାତ୍ର ହେଇ ରହିଲା। ବିଲେଇ ନାନୀ, ଏ ବିଲେଇ ନାନୀ, ବିଲେଇ ନାନୀ। ଆଜ୍ଞା ମହାରାଜ, ମତେ ଡାକିଲେ? ଗୋଟେ କାମ କରୁନୁ। କଣ କହୁନାହାନ୍ତି? ତୁ ମୂଷାଟାକୁ ପାଟିରେ ପକେଇ ଦଉନୁ, କାମଟା ଏକାଥରେ ସରିଯାଆନ୍ତା। ଆଜ୍ଞା, ଇଏ ଗୋଟେ କଥା। ଆପଣ ଜଗିବାକୁ କହିଥିଲେ ବୋଲି ଜଗୁଥିଲି, ଆଉ ଖାଇବା କଥା କହୁଛନ୍ତି ଯଦି ମୁଁ ଆଜି ତାକୁ ଖାଇଦେବି। ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି। ହଁ ହଁ, ସେଇ ବ୍ୟବସ୍ଥାଟା କର। ସିଂହର ଚାଲକୁ ବିଲେଇ ନାନୀ ବୁଝିପାରିଲାନି।
ସେ ମୂଷାକୁ ଶିକାର କରିଦେଲା। ଆଉ ସିଂହ ଯେମିତି ଦେଖିଲା ଯେ ମୂଷା ମରିଗଲା, ସେ ଚିନ୍ତା କଲା, ଏବେ ବିଲେଇ ଆଉ କାହିଁକି ଏଠି ରହିବ? ସେ ବି ଦିନେ ବିଲେଇକୁ ଖାଇଦେଲା। କର୍ମ ଅନୁସାରେ ଫଳ ମିଳିଥାଏ। ଜୀବନରେ ଯେମିତି କର୍ମ କରିବେ, ସେଇ ଅନୁସାରେ ଫଳ ପାଇବାକୁ ବି ପ୍ରସ୍ତୁତ ହେଇ ରହିବେ।